ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ବାଲିପାଟପୁର ଗ୍ରାମ ପଞ୍ଚାୟତ ଗୋବର୍ଦ୍ଧନପୁର କଲୋନୀରେ ଦୀର୍ଘଦିନ ହେଲା ଅବହେଳିତ ଅବସ୍ଥାରେ ଥିବା ପ୍ରଭୁ ରାଧା ଗୋବିନ୍ଦଙ୍କର ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଆହୁରି ଭବ୍ୟ କରିବା ସହ ଜନସାଧାରଣଙ୍କୁ ଦିବ୍ୟ ଚେତନା ଓ ଦିବ୍ୟ ଜ୍ଞାନ ପ୍ରଦାନ ନିମନ୍ତେ ଗୋବର୍ଦ୍ଧନପୁର କଲୋନୀଠାରେ ଶ୍ରୀ ଭାଗବତ କଥାମୃତ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତକାଲି ମଙ୍ଗଳବାର ଦିନ ଶୀତୁଆ ସନ୍ଧ୍ୟାରେ ଉଦ୍ଘାଟିତ ହୋଇଯାଇଛି ଶ୍ରୀ ଭାଗବତ କଥାମୃତ ମହୋତ୍ସବ। ଉଦ୍ଘାଟନୀ ମହୋତ୍ସବରେ ବିଶିଷ୍ଟ କଥାମୃତ ପ୍ରବଚକ ଶ୍ରୀ ବ୍ରହ୍ମାନନ୍ଦ ସରସ୍ୱତୀ ମହାରାଜା ଅତିଥି ଭାବେ ଯୋଗଦେଇ ମହୋତ୍ସବକୁ ଉଦ୍ଘାଟନ କରିଥିଲେ। ଏହା ସହ ପ୍ରବଚକ ଶ୍ରୀ ଅମୃତାନନ୍ଦ ମହାରାଜା, ଓଡ଼ିଶା ଆର୍ଯ୍ୟ ସମାଜ ମୁଖ୍ୟ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, विशिष्ट समाजसेवी डॉक्टर संजय कुमार पट्टनायक प्रमुख उद्घाटन महोत्सव में जोग देते। उद्घाटन उत्सव अवसर संध्या 7 घंटा ठारू रात्रि 10 पर्यंत प्रभु नाम सह राधा गोविंद वाणी संपर्क में अतिथि माने उपादेय मत प्रदान करथिले। गुरुवार 23 तारिख पर्यंत महोत्सव अनुष्ठित हेबो। एथिपाई बहु संख्यार भक्त माने जोगदे प्रभु कृपा लाभ करने सह आनंद बजार रे प्रसाद सेवन करने को अनुरोध करछथि आयोजक कमिटीर संपादक तापस मंडल। ब्यूरो रिपोर्ट कौशल टाइम्स।